हेलो माय डियर्स। बहुत बहुत स्वागत करुच्ची मोर सुभद्रा हैप्पी लाइफ चैनल को। आशा करुच्ची आपण माने समस्त बहुत भलरे अछंती एवं बहुत खुशी रे अछंती। मो चैनल रे मो लॉ ऑफ अट्रैक्शन बाबद रे आलोचना करिथाय। आपण माने केमिति लॉ ऑफ अट्रैक्शन बा आकर्षण रो नियम को अनुसरण करिकी आपण मानकर जीवन रो प्रत्येकटा आवश्यकता को अति इजीली रे फुलफिल करि परिबे बा निजर मैनिफेस्टेशन पावर को बढ़ेकी ଆପଣ କେମିତି ସବୁ କିଛି ମ୍ୟାନିଫେଷ୍ଟ କରିପାରିବେ ବା ନିଜର ସମସ୍ତ ପ୍ରକାରର ପରିସ୍ଥିତିକୁ ଆପଣ କେମିତି ହିଲ୍ କରିକି ନିଜେ ସବୁ କିଛି ଅତି ସୁରୁଖୁରୁରେ ହ୍ୟାଣ୍ଡେଲ କରିପାରିବେ ତାହାରି ବାବଦରେ ମୁଁ ଆଲୋଚନା କରିଥାଏ। ଯଦି ଆପଣମାନଙ୍କର ଏଇ ଲ ଅଫ୍ ଆଟ୍ରାକ୍ସନ ବା ଆକର୍ଷଣର ନିୟମକୁ ଅନୁସରଣ କରିକି ନିଜକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ରୂପରେ ଦେଖିବା ପାଇଁ ଚାହୁଁଛନ୍ତି ବା ସବୁ କିଛି ମ୍ୟାନିଫେଷ୍ଟ କରିବା ପାଇଁ ଚାହୁଁଛନ୍ତି ବା ନିଜ ଭାଗ୍ୟର ପରିବର୍ତ୍ତନ କରିବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ନିହାତି ଭାବରେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଏବଂ ଆପଣମାନଙ୍କର ବହୁମୂଲ୍ୟ ମତାମତକୁ ନିହାତି ଭାବରେ ଜଣେଇବେ। କାହିଁକି ନା ମୋ ଚ୍ୟାନେଲରେ ମୁଁ ବହୁତ ସାରା ରିମେଡି ରିଚୁଆଲ୍ସ ଟେକ୍ନିକ ର ଭିଡ଼ିଓ ଆଭେଲେବୁଲ ଅଛି। ଆପଣମାନଙ୍କର ଜୀବନର ପରିବର୍ତ୍ତନ ହବାର ବା ଜୀବନର ପରିଚର୍ଯ୍ୟାକୁ ପରିବର୍ତ୍ତନ କରିବାର ଏନାଫ୍ ଭିଡ଼ିଓ ରହିଛି। ଆପଣମାନେ ଯଦି ଭିଡ଼ିଓକୁ ବି ଦେଖିକି ପ୍ରତିଦିନ ଅଭ୍ୟାସ କରୁଛନ୍ତି ନିହାତି ଭାବରେ ଆପଣମାନଙ୍କର ଲାଇଫ୍ 100% ପରିବର୍ତ୍ତନ ହେଇପାରିବ। ଆପଣ ନିଜକୁ ଯୋଉ ରୂପରେ ଦେଖିବା ପାଇଁ ଚାହୁଁଛନ୍ତି ସେଇ ରୂପରେ ନିହାତି ଭାବରେ ଦେଖିବାର ସୁବର୍ଣ୍ଣ ସୁଯୋଗ ହାସଲ କରିପାରିବେ। ତ ଥ୍ୟାଙ୍କ ୟୁ ସୋ ମଚ୍। ପ୍ରଥମେ ମୁଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି। ଆପଣମାନେ ପ୍ରତିଦିନ ମୋ ଭିଡ଼ିଓକୁ ଦେଖୁଛନ୍ତି, ଭିଡ଼ିଓକୁ ପସନ୍ଦ କରୁଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରୁଛନ୍ତି। ସେଥିପାଇଁ ପୁଣି ଥରେ ମୋ ହୃଦୟରୁ ମୋ ଦିଲରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି। ଯଦି ପ୍ରଥମ ଥର ନୂଆ କରି ମୋ ଭିଡ଼ିଓକୁ ଦେଖୁଛନ୍ତି ତାହେଲେ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏବଂ ଆପଣମାନଙ୍କର ବହୁମୂଲ୍ୟ ମତାମତକୁ ନିହାତି ଭାବରେ ରଖିବେ। ତ ପୁଣି ମୁଁ ଆଉ ଏକ ନୂଆ ଭିଡ଼ିଓ ନେଇକି ଆପଣମାନଙ୍କ ସମ୍ମୁଖରେ ଉପସ୍ଥିତ ହେଇପାରିଛି। ସେଥିପାଇଁ ପରମପିତା ପରମେଶ୍ୱରଙ୍କୁ ମଧ୍ୟ ମୋର ବହୁତ ବହୁତ ଧନ୍ୟବାଦ। ତାଙ୍କରି ଆଶୀର୍ବାଦରୁ ତାଙ୍କରି ଅବଦାନରୁ ମୁଁ ତାଙ୍କରି ଆଧ୍ୟାତ୍ମିକ ଜ୍ଞାନକୁ ବାଣ୍ଟିବାର ସୁବର୍ଣ୍ଣ ସୁଯୋଗ ପାଇପାରିଛି। ସେଥିପାଇଁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି ମୋର ପରମପିତା ପରମେଶ୍ୱରଙ୍କୁ। ତ ଆଜି ମୁଁ ଆପଣମାନଙ୍କ ପାଇଁ ଗୋଟେ ନୂତନ ଟପିକ ନେଇକି ଆସିଛି, ଯୋଉଟା ନୂତନ ନୁହେଁ, ଯୋଉଟା ଆଜିକାଲିକାର ମାନେ ପ୍ରତ୍ୟେକ ଲାଇଫ ପ୍ରତ୍ୟେକଙ୍କର ଯୋଉ ସମ୍ପର୍କ ଭିତରେ ଗୋଟେ ଏଇ ଜିନିଷ ଗଢି ଉଠୁଛି ତାହାରି ବାବଦରେ ମୁଁ ସେଇ ଟପିକ ଉପରେ ଏକ ଭିଡ଼ିଓ ନେଇକି ଆସିଛି। ମୁଁ କୋଉ କଥା କହିବା ପାଇଁ ଚାହୁଁଛି ବା ଜଣେଇବା ପାଇଁ ଚାହୁଁଛି ଆପଣମାନେ ବହୁତ ଭଲ ଭାବରେ ଜାଣିପାରୁଥିବେ। ଆଜିକାର ସେଟା କମନ ପ୍ରୋବ୍ଲେମ ହେଇଗଲାନି। ଗୋଟେ ସୁନ୍ଦର ସମ୍ପର୍କ ଭିତରେ ଗୋଟେ ବହୁତ ଭଲ ସୁସମ୍ପର୍କ ଚାଲିଥିବ, ଆପଣଙ୍କର ହଜବାଣ୍ଡ ୱାଇଫ କୁହନ୍ତୁ କିମ୍ବା ଆପଣଙ୍କର ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ କଥା କୁହନ୍ତୁ, ବହୁତ ସୁନ୍ଦର ଭାବରେ ତାଙ୍କର ସୁସମ୍ପର୍କ, ତାଙ୍କର ମଧୁର ସମ୍ପର୍କ, ତାଙ୍କର ମଧୁର ବନ୍ଧନ ଭିତରେ ଏକ ନୂତନ ସମ୍ପର୍କ ସେଇ ଭିତରେ ପ୍ରବେଶ କରିକି ତାଙ୍କର ଭଲ ପାଇବାକୁ ବା ତାଙ୍କର ସ୍ନେହ ମମତା ଭିତରେ ଏକ ଫାଟ ସୃଷ୍ଟି କରିଦଉଛି। ତ ଯୋଉଟାକୁ କି ଆପଣମାନେ ଥାର୍ଡ ପାର୍ଟି ବୋଲି କହୁଛନ୍ତି। ତ ମୁଁ ଆଜି ତାହାରି ଉପରେ ଗୋଟେ ଭିଡ଼ିଓ ନେଇକି ଆସିଛି। ଯଦି କାହାରି ବି ଲାଇଫରେ ଏମିତି କିଛି ଥାର୍ଡ ପାର୍ଟି ଏଣ୍ଟ୍ରି ହେଇଯାଇଛି, ଆପଣ ତାକୁ କେମିତି ରିମୁଭ୍ କରିବେ ତାହା ଆପଣଙ୍କ ଦ୍ୱାରା ପସିବୁଲ ହେଇପାରୁନି। ଆପଣ ସେଇ ଜିନିଷକୁ ବାରମ୍ବାର ଚିନ୍ତା କରିକି ଆପଣ ମାନେ ବେଶୀ ମାନେ ସେଇ ଜିନିଷ ଉପରେ ଅଧିକ ଫୋକସ ଦେଇକି ଆପଣଙ୍କ ଲାଇଫକୁ ଡିପ୍ରେସନ ଆଡକୁ ଟାଣି ନଉଛନ୍ତି, ସବୁବେଳେ ଏନଜାଇଟିରେ ରହୁଛନ୍ତି, ଡିପ୍ରେସନରେ ରହୁଛନ୍ତି। ତ କେମିତି ଆପଣ ସେସବୁରୁ ବାହାରି ପାରିବେ ବା ନିଜ ଲାଇଫରୁ କେମିତି ଆପଣ ଥାର୍ଡ ପାର୍ଟିକୁ ରିମୁଭ୍ କରିପାରିବେ ତାହାରି ବାବଦରେ ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଆସିଛି। ବହୁତ ସାରା ମୋ ପାଖକୁ କମେଣ୍ଟ ଆସିଥିଲା କି ଦିଦି ଏଇଭଳିଆ ସିଚୁଏସନରେ ଆମେ କଣ କରିବା ଦରକାର, କେମିତି ଆମର ଯୋଉ ସୁସମ୍ପର୍କ ଭିତରେ ଏକ ଯୋଉ ସମ୍ପର୍କ ପଶି ଆସିଛି ଯିଏ କି ଫାଟ ସୃଷ୍ଟି କରୁଛି, ତ ସେଇ ଜିନିଷକୁ ଆମେ କେମିତି ସୁଧାରି ପାରିବା, କେମିତି ପୂର୍ବବତ ଆମ ଲାଇଫ
ପୁଣି ଥରେ ଯେମିତି ଚାଲିଥିଲା ସେମିତି କେମିତି ଆମର ଲାଇଫ ପରିବର୍ତ୍ତନ ହେଇକି ଆମେ ପୂର୍ବରୁ ଯେମିତି ସୁସମ୍ପର୍କରେ ବନ୍ଧା ହେଇକି ଥିଲୁ, ଆମ ଭିତରେ ଯୋଉ ସମ୍ପର୍କର ଗୋଟେ ମଜବୁତ ଥିଲା ପୁଣି ଥରେ ସେମିତି କେମିତି ହେଇପାରିବ ବୋଲି ବାରମ୍ବାର ଯୋଉ ଆପଣମାନଙ୍କର କମେଣ୍ଟ ଆସୁଥିଲା। ସୋ ମୁଁ ତାହାରି ଉପରେ ଆପଣମାନଙ୍କୁ ଗୋଟେ ଭିଡ଼ିଓ କରିଛି। ଆଶା କରୁଛି ଯେ ଆପଣମାନେ ନିହାତି ଭାବରେ ଏଇ ଭିଡ଼ିଓକୁ ଅନୁସରଣ କରିକି ଆପଣମାନଙ୍କର ଲାଇଫରେ ଯୋଉ ଥାର୍ଡ ପାର୍ଟି ଏଣ୍ଟ୍ରି ହେଇ ଆସିଛି ତାକୁ ଆପଣମାନେ ନିହାତି ଭାବରେ ରିମୁଭ୍ କରିପାରିବେ। ତ ଆସନ୍ତୁ କେମିତି କଣ କରିବେ। କେତେବେଳେ ଏଇ ଜିନିଷ ହେଇଥାଏ ନା, ବେଳେ ବେଳେ ଯଦି ଆମର ଦୁଇ ଯୋଉ ସମ୍ପର୍କ ଭିତରେ, ଦୁଇ ଜଣଙ୍କ ସମ୍ପର୍କ ଭିତରେ ଯଦି କିଛି କ୍ଷେତ୍ରରେ ଦେଖାଯାଏ, ଯଦି ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ଟିକେ କର୍ତ୍ତବ୍ୟରେ ଅବହେଳା ଆସିଥାଏ କିମ୍ବା ତାଙ୍କୁ ଟିକେ ଯୋଉ ଲଭ୍ ଏଫେକ୍ସନ୍ସର ଯେତେବେଳେ ଉଣା ହେଇଥାଏ, ସେତେବେଳେ ବେଳେ ବେଳେ କିଛି କ୍ଷେତ୍ରରେ ଏଇ ଜିନିଷ ଦେଖାଯାଇଥାଏ କି ସିଏ ଅନ୍ୟ ଆଡକୁ ଆଟ୍ରାକ୍ସନ ହେଇକି ଥାର୍ଡ ପାର୍ଟି ତାଙ୍କ ଲାଇଫକୁ ଏଣ୍ଟ୍ରି କରି ଆସିଥାଏ। ଆଉ ବେଳେ ବେଳେ ବହୁ କ୍ଷେତ୍ରରେ ଦେଖାଯାଏ କି ଆପେ ଆପେ ସେମିତି ମଧ୍ୟ ଆଉ ସେଇ ସୁସମ୍ପର୍କ ଭିତରକୁ ଆଉ ଏକ ସମ୍ପର୍କ ଇନ୍ କରିକି ଆସନ୍ତି, ଏଣ୍ଟ୍ରି ମାରିକି ଆସନ୍ତି ଏବଂ ସେଇ ମଧୁର ସମ୍ପର୍କ ଭିତରେ ସେ ଏକ ଫାଟ ସୃଷ୍ଟି କରିଥାନ୍ତି। ତ ଆସନ୍ତୁ ଜାଣିବା ଆମେ ସେଇ ଥାର୍ଡ ପାର୍ଟିକୁ କେମିତି ଆମ ଲାଇଫରୁ ସବୁଦିନ ପାଇଁ ରିମୁଭ୍ କରିବା, କେମିତି ଆମର ସେଇ ଥାର୍ଡ ପାର୍ଟିକୁ ସବୁଦିନ ପାଇଁ ଆମେ ଆମ ଲାଇଫରୁ କାଢି ଦେଇ ପାରିବା ଜାଣିବା। ତ ଆମେ ପ୍ରଥମେ ତ ଆମ ଲାଇଫକୁ ଯେତେବେଳେ କେହି ଜଣେ ଏଣ୍ଟ୍ରି କରି ଆସିଲେ, ଆମର ଦୁଇ ଜଣଙ୍କ ମଧ୍ୟରେ ଯୋଉ ସୁସମ୍ପର୍କ ଚାଲିଥିଲା, ହଜବ୍ୟାଣ୍ଡ ୱାଇଫ କୁହନ୍ତୁ କିମ୍ବା ଆପଣ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ କଥା କୁହନ୍ତୁ, ସୁସମ୍ପର୍କ ମଧୁର ସମ୍ପର୍କ ଭିତରେ ଯେତେବେଳେ ଗୋଟେ ଥାର୍ଡ ପାର୍ଟି ଏଣ୍ଟ୍ରି ହେଇକି ଆସିଥାଏ, ଆମ ଭିତରେ ଆମେ ହିଁ କେବେ ନା କେବେ ସେଇ ସିଚୁଏସନକୁ ନିଜେ ହିଁ ଆଟ୍ରାକ୍ସନ କରିଛୁ। କେବେ ନା କେବେ ଆମ ସିଚୁଏସନ ପାଇଁ ଆମେ ସମ୍ପୂର୍ଣ୍ଣ ରୂପରେ ଦାୟୀ। କେମିତି ଆମେ ଭୁଲ କରିଥାଉ କୁହନ୍ତୁ। ଯଦି କେହି ବି ଆମ ଲାଇଫ ଭିତରକୁ ଆସିଲା, ଆମେ କଣ କରିଥାଉ ନା ଆମର ଫୁଲ ଫୋକସ ଆମେ ତାଙ୍କ ଉପରେ ହିଁ ଦେଇ ଦେଇଥାଉ। ସେ ଥାର୍ଡ ପାର୍ଟି ଉପରେ ହେଇଥାଉ କିମ୍ବା ଆମର ଯଦି ଆମେ ସ୍ତ୍ରୀ ଲୋକ ହଉଛେ, ଆମର ହଜବେଣ୍ଡଙ୍କ ଉପରେ ଆମେ ଫୁଲି ଡାଉଟ କରୁଛେ, ବା ଆମର ଯଦି ସେ ପୁରୁଷ ଲୋକ ହେଇଥିବେ, ତାଙ୍କ ସ୍ତ୍ରୀଙ୍କ ଉପରେ ତାଙ୍କର ସବୁବେଳେ ସନ୍ଦେହ ରହିଲା ଯେ ମୋର ଅନପ୍ରେଜେଣ୍ଟରେ ସେ କିଛି ତା ସହିତ କୁଆଡେ ବୁଲିବାକୁ ଯାଉନାହାନ୍ତି ତ, କି ମୋ ଅନପ୍ରେଜେଣ୍ଟରେ ସେ କିଛି କରି ପକଉନାହାନ୍ତି ତ। ଯୋଉ ଗୋଟେ ତାଙ୍କ ଉପରେ ଫୋକସ ଆମେ ରଖିଲେ, ଆମର ଥାର୍ଡ ପାର୍ଟି ଉପରେ ବିଶେଷ କରି ଫୋକସ ରହିଥାଏ, ନହେଲେ ଆମର ନିଜ ଲୋକଙ୍କ ଉପରେ ଫୋକସ ରହିଥାଏ। କେମିତି ଆମେ ଫୋକସ ରଖିଥାଉ ନା, ନେଗେଟିଭଲି ଆମେ ତାଙ୍କୁ ଫୋକସ ତାଙ୍କ ଉପରେ ରଖିଥାଉ ଯେ କାଳେ ମୋର ଅନପ୍ରେଜେଣ୍ଟରେ କିଛି ନା କିଛି ହେଇଯିବ କି, ସିଏ ମତେ ଏମିତି କରିଦେବେନି ତ ଭବିଷ୍ୟତରେ, କାଲି ମତେ ତାଙ୍କ ଲାଇଫରୁ ସିଏ ବାହାର କରିଦେବେନି ତ, ତାଙ୍କ ଲାଇଫରେ ମତେ ଜାଗା ଦେବେନି ତ। ଏଇଭଳିଆ ବିଭିନ୍ନ ପ୍ରକାର ଯୋଉ ନେଗେଟିଭ ଥିଙ୍କିଙ୍ଗ ଆମେ କରିଥାଉ, ଯୋଉ ଆମେ ନେଗେଟିଭଟାକୁ ଫୁଲି 100% ଆମେ ଫୋକସ କରିଦେଇଥାଉ, ସେଇଟା ଧୀରେ ଧୀରେ ଯଦି ବି କିଛି ତାଙ୍କ ଭିତରେ ଜିନିଷଟା ଛୋଟ ଆକାର ଥିଲା, ଆମେ ତାକୁ ଯୋଉ ଚିନ୍ତା ଆମର ଚିନ୍ତା କରି 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 ଆମର ସବକନସିୟସ୍ ମାଇଣ୍ଡକୁ ଆମେ ପ୍ରୋଗ୍ରାମ କରିଦେଇଥାଉ, ଯଦ୍ୱାରା କି ସେଇଟା ସତରେ ପରିଣତ ହେଇଯାଇଥାଏ। ତ ପ୍ରଥମେ ଯଦି ବି ମୁଁ ରିକ୍ୱେଷ୍ଟ କରିବି କାହା ଲାଇଫକୁ ୱାନ୍ସ ଯଦି ଏମିତି କେହି ଥାର୍ଡ ପାର୍ଟି ଏଣ୍ଟ୍ରି ହେଇଯାଇଛି, ତ ପ୍ରଥମେ ଆପଣ ସେଇ ଥାର୍ଡ ପାର୍ଟି ଉପରେ କିମ୍ବା ନିଜ ଲୋକଙ୍କ ଉପରେ ନେଗେଟିଭ ଥିଙ୍କିଙ୍ଗ ଆଣିକି ଫୋକସ କରିବା ବନ୍ଦ କରନ୍ତୁ। ଯେତେ ଆପଣ ନେଗେଟିଭ ଥିଙ୍କିଂ କରିବେ, ସେଇଟା ହିଁ ଆପଣଙ୍କୁ ତଥାସ୍ତୁ ହବ, ସେଇଟା ହିଁ ଆପଣ ଆଟ୍ରାକ୍ସନ କରିବେ। କେବେ ନା କେବେ ଆପଣ ମନ ଭିତରେ ସେଇ ଜିନିଷକୁ ଆଣିଛନ୍ତି, ସେଇ ଚିନ୍ତାଧାରାକୁ ଗଭୀର ସହକାରେ ଆଣିଛନ୍ତି, ନିଜ ଭିତରକୁ ବସିକି ଚିନ୍ତା କରିଛନ୍ତି, ଯଦ୍ୱାରା କି ସେଇଟା ଆପଣଙ୍କୁ ତଥାସ୍ତୁ ହେଇକି ଦିନେ ଆପଣଙ୍କୁ ନିଜେ ହିଁ ଆପଣଙ୍କୁ ସାମ୍ନା କରିବା ପାଇଁ ପଡିଛି। କିମ୍ବା ଆପଣ କୋଉ ହଜବେଣ୍ଡ ୱାଇଫଙ୍କ ଭିତରେ ଏଇଭଳିଆ ଫେୟାର ଚାଲିଥିଲା ବେଳେ ଆପଣ ତାକୁ କାନ ଖୋଲିକି ମନ ଦେଇକି ଶୁଣିଛନ୍ତି, ଯୋଉଟା କି ନିଜେ ଆଟ୍ରାକ୍ସନ କରିକି ଆଣିଛନ୍ତି, ନିଜର ସିଚୁଏସନକୁ ନିଜେ ହିଁ ସେଇଭଳିଆ ବନେଇ ଦେଇଛନ୍ତି। ତେଣୁ ପ୍ରଥମେ ଆପଣ ଯୋଉ ଥାର୍ଡ ପାର୍ଟି ଉପରେ କିମ୍ବା ଆପଣଙ୍କର ନିଜ ଲୋକ ଉପରେ ଆପଣ ଫୋକସ କରିବା ବନ୍ଦ କରନ୍ତୁ। ତା ସହିତ ମୁଁ ଆପଣମାନଙ୍କୁ
ଆଉ ଟିକେ ଭିତରକୁ ଯିବା ପାଇଁ ଚାହୁଁଛି, ଗୋଟେ ଭିତରକୁ ଯାଇକି ମୁଁ ଆପଣଙ୍କୁ ଆଉ ଗୋଟେ କାରଣ ଜଣେଇବାକୁ ଚାହୁଁଛି। ଯେତେବେଳେ ଆପଣ ମାନେ ଜାଣିଛନ୍ତି ଆମ ବଡିରେ ଆମର 7 ଚକ୍ର ରହିଛି, ଆମ ବଡିରେ ଯେତେବେଳେ ଗୋଟେ ଚକ୍ରରେ ଇନବାଲାନ୍ସ ହେଇଯିବ ସେତେବେଳେ ଆମର 7ଟା ଯାକ ଚକ୍ର ଇନବାଲାନ୍ସ ହବ। କାହିଁକି ନା ପ୍ରତ୍ୟେକ ଚକ୍ର ସହିତ ରିଲେଟେଡ ଅଛନ୍ତି। ଯେତେବେଳେ ଗୋଟେ ଚକ୍ର ଆମର ଇନବାଲାନ୍ସ ହେଲା ସେ ସବୁ ଚକ୍ରକୁ ହିଁ ପ୍ରଭାବିତ କରିବ। ତ ଆମର କେତେବେଳେ ଆମ ମନରେ ଏଇଭଳିଆ ସନ୍ଦେହ ମନୋବୃତ୍ତି ଜାଗୃତ ହେଇଥାଏ ବା କେତେବେଳେ ଆମ ସହିତ ଏଇଭଳିଆ ଘଟିଥାଏ, ଆମର ଯେତେବେଳେ ସାକାରାଲ ଚକ୍ରରେ ଯେତେବେଳେ ଆମର ବ୍ଲକେଜେସ୍ କ୍ରିଏଟ ହେଇଥାଏ ସେତେବେଳେ ଆମ ଭିତରେ ଏଇଭଳିଆ ମନୋବୃତ୍ତି ଜାଗୃତ ହେଇଥାଏ। କିଛି ନଥିଲେ ମଧ୍ୟ ଆମକୁ ଫିଲ୍ ହବ କି ମୋ ସ୍ୱାମୀ ଆଉ କାହା ସହିତ କିଛି ଇଏରେ ରିଲେସନସିପରେ ଅଛନ୍ତି, ବା ସିଏ ଯଦି ପୁରୁଷ ଲୋକ ହେଇଥିବେ ସେ ତାଙ୍କ ସ୍ତ୍ରୀକୁ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖିବେ, କିମ୍ବା ତାଙ୍କ ପାଖରେ ବିଭିନ୍ନ ପ୍ରକାରର ଏଇ ମାନେ ଯୋଉ ଗାଇନିକ ଭଳି ପ୍ରୋବ୍ଲେମ ଦେଖାଯିବ, ସେକ୍ସୁଆଲ ଭଳି ତାଙ୍କ ପାଖରେ ବିଭିନ୍ନ ପ୍ରକାର ଡିଜିଜ ଦେଖାଯିବ, ସରି କଟ କେତେବେଳେ ସେଇ ଜିନିଷ ହେଇଥାଏ ନା ଯେତେବେଳେ ଆମର ସାକାରାଲ ଚକ୍ରରେ ବ୍ଲକେଜେସ୍ କ୍ରିଏଟ ହେଇଥାଏ। ୱାନ୍ସ ଆମର ଗୋଟେ ଚକ୍ରରେ ଯଦି ବ୍ଲକେଜେସ୍ କ୍ରିଏଟ ହେଲା ସେ ପ୍ରତ୍ୟେକଟା ଚକ୍ରକୁ ପ୍ରଭାବିତ କରାଇବ, ପ୍ରତ୍ୟେକ ଚକ୍ରରେ ଏନର୍ଜିର ଇନବାଲାନ୍ସ ଦେଖେଇବ। ଗୋଟେ ଚକ୍ରରେ ଇନବାଲାନ୍ସ ହେଲା ଏନର୍ଜିର, ସେ ପ୍ରତ୍ୟେକଟା ଚକ୍ରକୁ ପ୍ରଭାବିତ କରିବ, କାହିଁକି ନା ପ୍ରତ୍ୟେକ ଚକ୍ର ସହିତ ରିଲେଟେଡ ଅଛି। ଯଦି ଆପଣ ମାନେ ଚକ୍ର ହିଲିଂ ମେଡିଟେସନ ଜାଣିଛନ୍ତି ବହୁତ ଭଲ କଥା, କଣ୍ଟିନ୍ୟୁ କରନ୍ତୁ। କାହିଁକି ନା ଆମର 3000 କୋଟି ବଡି ଯୋଉ ଆମକୁ ମିଳିଛି ସେଇଥିରେ ହିଁ ଆମର ସବୁ କିଛି ପାୱାର ଲୁଚିକି ଅଛି। ଆମେ କୌଣସି ବି ପାୱାରକୁ ବାହାରେ ଖୋଜିଲେ କିମ୍ବା ସଫଳତାକୁ ବାହାରେ ଖୋଜିଲେ ଆମେ ପାଇବୁ ନାହିଁ। ନିଜ ଭିତରେ ସବୁ ଗଚ୍ଛିତ ଅଛି। ଆମେ ମାଷ୍ଟର ସର୍ବଶକ୍ତିମାନ, ଆମେ ପରମାତ୍ମା ପରମେଶ୍ୱର ଅଂଶ, ଆମ ପାଖରେ ସବୁ କିଛି ପସିବୁଲ। ତେଣୁ ନିଜକୁ ହିଲ୍ କରନ୍ତୁ, ନିଜର ପ୍ରତ୍ୟେକଟା ଚକ୍ରରେ ବାଲାନ୍ସ ଆଣନ୍ତୁ, ସବୁ କିଛି ଠିକ ହେଇଯିବ। ତ ତାପରେ ମୁଁ ଆପଣଙ୍କୁ କାରଣ ଜଣେଇଲି, କିନ୍ତୁ ଆପଣ କେମିତି ତାର ସଲ୍ୟୁସନ କରିବେ ତାର କାରଣ ମଧ୍ୟ ଆପଣଙ୍କୁ ଜଣେଇବି। ଏବେ ଆପଣ ଯଦି ଫୋକସ କରୁଛନ୍ତି ଥାର୍ଡ ପାର୍ଟି ଉପରେ କିମ୍ବା ନିଜ ଲୋକଙ୍କ ଉପରେ, ଆପଣ ପ୍ରଥମେ ଅବିଶ୍ୱାସ କରିବା ଯୋଉ ସନ୍ଦେହଜନକ ମନୋବୃତ୍ତି, ଯୋଉ ଡାଉଟ କରୁଛନ୍ତି ବାରମ୍ବାର, ସେଇଟାକୁ ଦୂର କରନ୍ତୁ, ସେଟା ଛାଡି ଦିଅନ୍ତୁ ଭଗବାନଙ୍କ ଉପରେ। ଅପୋଜିଟରେ ଆପଣ ପଜିଟିଭ ଥିଙ୍କିଂ କରନ୍ତୁ ଯେ ମୋ ସହିତ ମୋ ସ୍ୱାମୀଙ୍କର ବହୁତ ଭଲ ସମ୍ପର୍କ, ତାଙ୍କ ସହିତ ମୋର ସୁସମ୍ପର୍କ ଅଛି। ମୁଁ ଯେମିତି ପୂର୍ବବତ୍ ତାଙ୍କୁ ଯୋଉ ସ୍ନେହ ମମତାରେ ମତେ ବାନ୍ଧି ରଖିଥିଲେ ମୁଁ ସେଇ ସ୍ନେହ ମମତାରେ ହିଁ ଅଛି। ଆମେ ବହୁତ ଲାଇଫକୁ ଏନ୍ଜୟ କରୁଛେ, ଆମ ଲାଇଫ ଧୀରେ ଧୀରେ ଚେଞ୍ଜିଂ ହବାରେ ଲାଗିଛି। ଆପଣ ତାର ଅପୋଜିଟରେ ଆପଣ ଅପୋଜିଟଟାକୁ ପଜିଟିଭଟାକୁ ଚିନ୍ତା କରନ୍ତୁ। ପ୍ରତ୍ୟେକ ଦିନ ଆପଣ ସେ ନେଗେଟିଭିଟିକୁ ଭୁଲି ଯାଆନ୍ତୁ, ପଜିଟିଭ ଥିଙ୍କିଂ କରନ୍ତୁ ଏବଂ ପଜିଟିଭରେ ଗ୍ରାଟିଚ୍ୟୁଡ କରନ୍ତୁ ସବୁବେଳେ। ଥ୍ୟାଙ୍କ ୟୁ ୟୁନିଭର୍ସ, ମତେ ଆମେଜିଂ ଲାଇଫ ଦେଇଛନ୍ତି। ଥ୍ୟାଙ୍କ ୟୁ ୟୁନିଭର୍ସ, ମତେ ଆମେଜିଂ ଲାଇଫ ଦେଇଛନ୍ତି। ଥ୍ୟାଙ୍କ ୟୁ ୟୁନିଭର୍ସ, ମୋ ଲାଇଫ ଆପଣ ଚେଞ୍ଜ କରିଦଉଛନ୍ତି, ମୋ ଲାଇଫ ପରିବର୍ତ୍ତନ ହବାରେ ଲାଗିଛି। ଥ୍ୟାଙ୍କ ୟୁ ୟୁନିଭର୍ସ, ମତେ ୱାର୍ଲଡର ସବୁଠୁ ବେଷ୍ଟ ହଜବେଣ୍ଡ ଦେଇଛନ୍ତି। ଥ୍ୟାଙ୍କ ୟୁ ୟୁନିଭର୍ସ, ମତେ ୱାର୍ଲଡର ସବୁଠୁ ଲଭିଂ, କେୟାରିଂ, ହାର୍ଡୱାର୍କିଂ, ଅଣ୍ଡରଷ୍ଟାଣ୍ଡିଂର ହଜବେଣ୍ଡକୁ ଦେଇଛନ୍ତି। ତାଙ୍କ ସହିତ ମୋର ଅଣ୍ଡରଷ୍ଟାଣ୍ଡିଂ ବହୁତ ଭଲ। ସିଏ ମତେ ଗ୍ରହଣ କରନ୍ତି, ମୁଁ ତାଙ୍କୁ ଗ୍ରହଣ କରେ। ତାଙ୍କ ସହିତ ମୋର ସୁସମ୍ପର୍କ। ସିଏ ମତେ ବହୁତ ଭଲ ପାଆନ୍ତି, ସେ ମତେ ବହୁତ ଟଙ୍କା ଇନକମ କରିକି ଆଣିକି ଦିଅନ୍ତି, ସେ ମତେ ବହୁତ ସ୍ନେହ ପ୍ରେମରେ ବାନ୍ଧି ରଖିଛନ୍ତି। ଆପଣ ଏମିତି ପ୍ରତ୍ୟେକ ଦିନ ତାଙ୍କୁ ପ୍ରତ୍ୟେକ ଦିନ ଆପଣ ଶୋଇ ଉଠିବେ, ଆଖି ଖୋଲିବ ମାନେ ତାଙ୍କୁ ଗ୍ରାଟିଚ୍ୟୁଡ କରିବେ। ଥ୍ୟାଙ୍କ ୟୁ ୟୁନିଭର୍ସ, ମତେ ୱାର୍ଲଡର ସବୁଠୁ ବେଷ୍ଟ ହଜବେଣ୍ଡ ଦେଇଛନ୍ତି। ଥ୍ୟାଙ୍କ ୟୁ ୟୁନିଭର୍ସ, ମତେ ୱାର୍ଲଡର ସବୁଠୁ ବେଷ୍ଟ ପାର୍ଟନର ଦେଇଛନ୍ତି। ତାଙ୍କ ସହିତ ମୋର ଅଣ୍ଡରଷ୍ଟାଣ୍ଡିଂ ବହୁତ ଭଲ, ସେ ମତେ ବହୁତ ଭଲ ପାଉଛନ୍ତି। ସବୁଦିନେ ପ୍ରଥମେ ଗ୍ରାଟିଚ୍ୟୁଡରେ ଆପଣ ସବୁ କିଛି ବଦଳାଇ ପାରିବେ। ଯୋଉଟା ଯେମିତି କରିବା ପାଇଁ ଚାହୁଁଛନ୍ତି ତାକୁ ପଜିଟିଭଲି ଆପଣ ପ୍ରେଜେଣ୍ଟ ଟେନ୍ସରେ ଗ୍ରାଟିଚ୍ୟୁଡ କରିଚାଲନ୍ତୁ, ନିଶ୍ଚିନ୍ତ ଭାବରେ ସେ ପରିବର୍ତ୍ତନ ହେଇପାରିବେ। ପ୍ରତ୍ୟେକ ଦିନ ଆପଣଙ୍କର ଯଦି ସ୍ତ୍ରୀ ଲୋକ ହେଇଛନ୍ତି, ଆପଣଙ୍କର ହଜବେଣ୍ଡଙ୍କ ବାବଦରେ ଭଲ, ଆପଣ ଯେମିତି ତାଙ୍କୁ ଯୋଉ ରୂପରେ ଦେଖିବା ପାଇଁ ଚାହୁଁଛନ୍ତି 10ଟା ଭଲ ଗୁଣ କାଢିକି ପ୍ରତ୍ୟେକ ଦିନ ତାଙ୍କୁ ଗ୍ରାଟିଚ୍ୟୁଡ କରନ୍ତୁ। ପ୍ରତ୍ୟେକ ଦିନ ଖାତାରେ ଲେଖନ୍ତୁ 10-15ଟା। ଥ୍ୟାଙ୍କ ୟୁ ୟୁନିଭର୍ସ, ମତେ ୱାର୍ଲଡର ସବୁଠୁ ବେଷ୍ଟ ହଜବେଣ୍ଡ ଦେଇଛନ୍ତି।
थैंक यू यूनिवर्स सी मते बहुत भल पाइबा प्रदान करती। थैंक यू यूनिवर्स से बहुत शांत सरल। थैंक यू यूनिवर्स से बहुत हार्ड वर्किंग करती। थैंक यू यूनिवर्स तांकर आचार व्यवहार चाली चलन बहुत भल। थैंक यू यूनिवर्स से ତାଙ୍କର ଯୋଉଟା ଭଲ ଗୁଣ ଆପଣ ଯୋଉ ରୂପରେ ତାଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି ସେମିତି ପ୍ରତ୍ୟେକ ଦିନ 10-15ଟା ଗ୍ରାଟିଚ୍ୟୁଡ୍ ଲେଖନ୍ତୁ ଏବଂ ମେଡିଟେସନ ମୋଡରେ ବସିକି ଆପଣ ନିଜ ନିଶ୍ୱାସ ଉପରେ ଧ୍ୟାନ ଦେବେ, ଦୀର୍ଘ ନିଶ୍ୱାସ ନେବେ, ଚିନ୍ତା କରିବା ମୁଁ ପରମାତ୍ମା ପରମେଶ୍ୱରଙ୍କର ସମସ୍ତ ବୁନ୍ଦା ବୁନ୍ଦା ପଜିଟିଭିଟି ଏନର୍ଜିକୁ ଗ୍ରହଣ କରୁଛି। ହଲ୍ କରିବା ସମୟରେ ମୋର ସମ୍ପର୍କ ତାଙ୍କ ସହିତ ବହୁତ ସୁନ୍ଦର ହେଇଯାଇଛି। ସବୁଦିନ ପାଇଁ ଥାର୍ଡ ପାର୍ଟି ଆମ ପାଖରୁ ରିମୁଭ୍ ହେଇଯାଇଛି। थैंक यू करेंगे और जिते निश्वासटाक छाड़ुंट त्याग कर आपण चिंता करेंगे कल्पना शक्ति जे मो भीतर जो नेगेटिविटी इन करके आसीला जो थर्ड पार्टी एंट्री मारी से धीरे 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 मो रास्तार मो बाटर से ओहरी जाऊँच। एमती 3-4 थर आपण प्रत्येक दिन 4-5 थर एमती ब्रीदिंग एक्सरसाइज करंतु, कल्पना शक्ति एमती आणंतु, मेडिटेशन करंतु एवं मेडिटेशन मोड रे आपण आपनकर हस्बैंड को जदि आपण आपनकर स्त्री हेतिबे तांकू आपनकर पार्टनर को जे बे हेथांतु तांकू आपण लव रो वाइब्रेशन देबे। से कोन चाहूछंती आपनकठू कल्पना शक्ति रे तांकू प्रचुर परिमाण रे देबे। तांकुर आपण बहुत भल पाइबा तांकू आपण तेल लगे दउछंती, तांकू आपण तांकर पाद चिपी मोड़ी दउछंती, गोड़ चिपी दउछंती, आपण तांकू भल भल सुंदर सुंदर मन मुताबक मन पसंद रो खाइबा प्रदान करूछंती। से कोन खाइबा पई भल पाउछंती सेटा आपण करिकि दउछंती। से केमिति आपनकठू आशा करंती सेही सब आपण कल्पना शक्ति रे भाबिकि तांकू लव रो वाइब्रेशन देबे, लव रो वाइब्रेशन देबे। एवं थर्ड जिनस है सब आफर्मेशन करेंगे मोर रिलेशनशिप बहुत अमेजिंग, मोर रिलेशनशिप बहुत अमेजिंग अटे, मोर रिलेशनशिप बहुत बढ़िया चली, मु मो पार्टनर को सहित बहुत खुशी रे अच्छी। एमिति प्रत्येक दिन आपण आफर्मेशन करेंगे 21 थर लिखिबे खातार एवं तापर प्रत्येक दिन चक्रा हिलिंग मेडिटेशन करेंगे। जदि न जानी आमर राति 9टा बेले चक्रा हिलिंग मेडिटेशन क्लास चली, आप मेडिटेशन क्लास रे जॉइन करि पारिबे एवं सेल्फ लव प्रतिदिन करेंगे। निजको बहुत भल पाइबा देबे, निजको भल पाइबे दुनिया आपण को भल पाइब। निज भितर स्वयं परम पिता परमेश्वर अवस्थित, तांकर अंश निजर अंतरात्मा रे रहिछि। तेणु निजको जेते भल पाइबे आपण को दुनिया सेतिकी भल पाइब, सेतिकी रेस्पेक्ट दबो, सेतिकी निजर करिवो। तेणु एतिकी जो मु कहिली आपण एई प्रक्रिया को कंटिन्यू करि चलंतु, देखिबे आपनकर लाइफ प्रकृत रे अमेजिंग हे जिवो। आपनकर रिलेशनशिप बहुत बढ़िया हे जिवो। आपनको भितर जो थर्ड पार्टी संपूर्ण भाव रे रिलीज हे जिवे। तो एई प्रक्रिया को आपण माने कंटिन्यू करि चलंतु जेते पर्यंत आपनको भितर चेंजेस आसी नाही। आपनकर हस्बैंड जेते पर्यंत पूर्ववत अवस्था को न फेरी छंती आपण करि चलंतु, निहाती भावरे आपणकर संपर्क सुसंपर्क रे परिणत हे जिवो। आपनकर फैमिली जो परमात्मा परमेश्वर आपनको जो फैमिली गिफ्ट करछंती बहुत सुंदर फैमिली चलिबो। ए प्रक्रिया को कंटिन्यू करि चलंतु। अधिक जानिया पई निजर रिलेशनशिप को हील करिया पई जदि क्लास करिया पई चाहुचंती ताले नियति भाबरे मोठो पर्सनल सेशन नै पारिबे। मोर पर्सनल व्हाट्सएप नंबर होची 9337984063, 9337984063, 9337984063। थैंक यू सो मच। वीडियो भलो लागिले निहाती भाबरे आपण मानकर बहुमूल्य मतामत को रखिबे। जदि वीडियो देखिकी आपण मानकर लाइफ रे चेंजिंग आसी पारला, आपनकर लाइफ अमेजिंग लाइफ रे परिणत हे पारिला, ताहले निहाती भाबरे आपनकर बहुमूल्य मतामत को आपनकर सक्सेस स्टोरी को निहाती भाबरे जणाइबे। थैंक यू सो मच, बहुत बहुत धन्यवाद। गॉड ब्लेस यू।